ଜୟ ଜଗନ୍ନାଥ ସାଙ୍ଗମାନେ। କ'ଣ ଆପଣମାନେ ଜାଣନ୍ତି ବର୍ଷକୁ ଥରେ ରଥଯାତ୍ରା କାହିଁକି ହୋଇଥାଏ? କୋଟି ଓଡ଼ିଆଙ୍କୁ ମୌଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ କାହିଁକି ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି? ଏ ପ୍ରଶ୍ନର ଉତ୍ତର ବୋଧେ ବହୁତ କମ୍ ଲୋକଙ୍କ ପାଖରେ ଥିବ। ଆଜି ମୁଁ କହୁଛି ଶୁଣନ୍ତୁ। ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥାଏ, ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତାମଗ୍ନ ଅବସ୍ଥାରେ ଥାନ୍ତି କି ମନ୍ଦିରର ପ୍ରତିଷ୍ଠା କରିବ କିଏ, ଉପଯୁକ୍ତ ପାତ୍ର କିଏ। ସେ ସମୟରେ ନାରଦ ମୁନି ଆସି କୁହନ୍ତି ଏ କାର୍ଯ୍ୟ ପାଇଁ ଉପଯୁକ୍ତ ପାତ୍ର ହେଲେ ବ୍ରହ୍ମଦେବ। ବ୍ରହ୍ମଦେବଙ୍କୁ ତ ଏତେ ସହଜରେ ପାଇହେବନି, ତାଙ୍କୁ ପାଇବା ପାଇଁ ତପସ୍ୟା କରିବାକୁ ପଡ଼ିବ। ଯେତେବେଳେ ରାଜା ତପସ୍ୟା କରିବା ପାଇଁ ଯାଉଥାନ୍ତି, ସେହି ସମୟରେ ଗୁଣ୍ଡିଚା ରାଣୀ ଆସି କୁହନ୍ତି କି ହେ ରାଜନ, ଯଦି ଆପଣ ମୋତେ ଅନୁମତି ପ୍ରଦାନ କରିବେ, ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ନିର୍ମାଣ ହୋଇଛି ସେହି ସ୍ଥାନରେ ମୁଁ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରିବି। ତ ରାଜା କହିଲେ ଠିକ୍ ଅଛି, ବନାଅ। ସେପଟେ ତ ଚାଲିଗଲେ ରାଜା, କିନ୍ତୁ ଏପଟେ ରାଣୀ ଗୁଣ୍ଡିଚା ଯେତେବେଳେ ମନ୍ଦିର ନିର୍ମାଣ ସରିଲା, ବହୁତ ବର୍ଷ ହେଲା ରାଜା ଫେରିଲେନି ତପସ୍ୟାରୁ। କାରଣ ତପସ୍ୟାରେ ବ୍ରହ୍ମଦେବ ତ ସନ୍ତୁଷ୍ଟ ହୋଇଗଲେ, କିନ୍ତୁ ଯେତେବେଳେ ସେ ବ୍ରହ୍ମଲୋକକୁ ଗମନ କଲେ, ବ୍ରହ୍ମଲୋକରେ କିଛିଟା ମୁହୂର୍ତ୍ତ, ପୃଥିବୀ ଲୋକରେ କେତେ ଯୁଗ। ଯେତେବେଳେ କେବେ ଆସିଲେ ନାହିଁ ରାଜା, ଫେରିଲେ ନାହିଁ, ସେହି ସମୟରେ ସେହି ଗୁଣ୍ଡିଚା ମନ୍ଦିର ସାମ୍ନାରେ ରାଣୀ ଗୁଣ୍ଡିଚା ଯାଇ, ସେତେବେଳେ ସେ ମନ୍ଦିର ନା ଗୁଣ୍ଡିଚା ମନ୍ଦିର ହୋଇନଥିଲା, ରାଣୀ ଗୁଣ୍ଡିଚା ଯାଇ ସେ ମନ୍ଦିର ସାମ୍ନାରେ, ଯେହେତୁ ସେ ମନ୍ଦିର ଭିତରେ ଅଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ସେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଯାଇକି କାକୁତି ମିନତି ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଗରେ କାନ୍ଦନ୍ତି ଏବଂ ସେଇଠି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏବଂ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କିଛିଟା ନିବେଦନ କରିଥିଲେ କି ହେ ପ୍ରଭୁ ଶ୍ରୀ ଜଗନ୍ନାଥ, ଯେତେବେଳେ ରାଜା ଫେରିବେ ଆପଣ ତ ବଡ଼ ଦେଉଳକୁ ପଳାଇବେ, କିନ୍ତୁ ଏ ମୋର ଛୋଟ ମନ୍ଦିରକୁ ଭୁଲିଯିବେନି। ଇଏ ହେଉଛି ଆପଣଙ୍କର ଜନ୍ମସ୍ଥଳୀ। ବର୍ଷକୁ ଥରେ ଘୋଷଯାତ୍ରା ନାମରେ ଏକ ଯାତ୍ରା କରିକି ଆପଣ ଏ ମୋ ମନ୍ଦିରକୁ ଆସିବେ ଏବଂ ମୋତେ ମାଉସୀ ବୋଲି ମାନିବେ, ଏବଂ ଏ ମନ୍ଦିରର ନାଁ ଆଜିଠୁ ଗୁଣ୍ଡିଚା ମନ୍ଦିର ହେବ। ତ ଇଏ ଥିଲା ରଥଯାତ୍ରା ଆଉ ଗୁଣ୍ଡିଚା ମନ୍ଦିରର କାହାଣୀ। ତ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ନିହାତି ଜଣାଇବେ, ଏବଂ এই କାହାଣୀଟି ଆପଣମାନେ ଆଗରୁ ଜାଣିଥିଲେ କି ନାହିଁ କମେଣ୍ଟରେ ନିହାତି ଜଣାଇବେ। ତ ଦେଖା ହେବା ଗୋଟେ ନୂଆ ଫ୍ରେଶ୍ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ।